ମୁଁ ଚାହୁଁଛି କି ମୋର ପ୍ରତ୍ୟେକ ପିଲା ପ୍ରତିଦିନ ସକାଳୁ ଉଠ, ଘର ବାହାରକୁ ବାହାର ଏବଂ କିଛି ସମୟ ହେଉ ପଛେ ଚାଲ, ୱାକିଂ କର। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ। ଚାଲିବା ବେଳେ ଅତି କମରେ 10 ମିନିଟ୍ ଖାଲି ପାଦରେ ମାଟି କିମ୍ବା ଘାସ ଉପରେ ଚାଲ। ଯେତେବେଳେ ତୁମର ପାଦ ଧରିତ୍ରୀ ମା ଉପରେ ପଡ଼େ ବା ସ୍ପର୍ଶ କରେ, ତେବେ ତୁମକୁ ପୁରା ଦିନ ପାଇଁ ସକାରାତ୍ମକ ଶକ୍ତି ମିଳିବ। ଧରିତ୍ରୀ ମା ତୁମକୁ ଆଶୀର୍ବାଦ ଦେବେ। ଏହି ଉପାୟରେ ତୁମର ସ୍ୱାସ୍ଥ୍ୟ ଏବଂ ଉତ୍ତମ ଭବିଷ୍ୟତ ପାଇଁ ଆଜିଠାରୁ ତୁମ ଜୀବନରେ କିଛି ଭଲ ଅଭ୍ୟାସ ଗ୍ରହଣ କରିବା ଆରମ୍ଭ କରିବା ଉଚିତ। ତୁମେ ମୋତେ ସବୁବେଳେ କହି ରଖିଥାଅ ଯେ ବାବା ମୋ ସ୍ୱାସ୍ଥ୍ୟର ଯତ୍ନ ନିଅ। ତେଣୁ ଆଜି ମୁଁ ତୁମକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି କଥା କହିବାକୁ ଆସିଛି। ଥଣ୍ଡା ପାଣି ପିଉଥିବା ପିଲାମାନଙ୍କ ପାଇଁ ମୋର ବାର୍ତ୍ତା ହେଉଛି, ତୁମେ ତୁରନ୍ତ ଥଣ୍ଡା ପାଣି ପିଇବା ବନ୍ଦ କରିବା ଉଚିତ। ନିଜେ ବି ଉଷୁମ ପାଣି ପିଅ ଏବଂ ମୋତେ ବି ଉଷୁମ ପାଣି ପିଇବାକୁ ଦିଅ। ଯଦି ବେଶୀ ଥଣ୍ଡା ପାଣି ପିଇବାକୁ ଇଚ୍ଛା ହେଉଛି, କେବଳ ମଟକାରେ ପାଣି ରଖି ପିଅ। ମୁଁ କିଛି ପିଲାଙ୍କୁ କହୁଛି ଯେଉଁମାନେ ମଦ୍ୟପାନ କରିବା ଏବଂ ସିଗାରେଟ୍ ଟାଣିବାରେ ଅଭ୍ୟସ୍ତ, ଏହି ଅଭ୍ୟାସକୁ ତୁରନ୍ତ ତ୍ୟାଗ କର, ନଚେତ୍ ଏହା ତୁମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରିବ। ନହେଲେ ତୁମେ ମୋତେ ପରେ କହିବ ନାହିଁ ଯେ ବାବା ଆପଣ ମୋତେ ପୂର୍ବରୁ କାହିଁକି କହିଲେ ନାହିଁ। ତେଣୁ ମୋ କଥା ଧ୍ୟାନରେ ଶୁଣ ଏବଂ କାର୍ଯ୍ୟରେ ଲଗାଅ। ମୋ ଆଶୀର୍ବାଦରୁ ଆଜି ତୁମର ଗୋଟିଏ ଅଟକି ରହିଥିବା କାମ ହୋଇଯିବ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।